ମୁଁ ଚିକିତ୍ସକ ଦେବାଶିଷ ଯେଠି ଆମର ନରସିଂହପୁର ମଣ୍ଡଳର ଚିକିତ୍ସାଧିକାରୀ। ଆମେ ଓଡ଼ିଆରେ ଯେଉଁ କରାଯାଉଛି ବର୍ତ୍ତମାନ ଜୀବ ବିଜ୍ଞାନ ଯେଉଁ କରାଗଲା ଆଉ ଅନ୍ୟାନ୍ୟ ବିଜ୍ଞାନ ବିଷୟ ଗୁଡ଼ା ବି କରାଗଲା, ତାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ପିଲାମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆରେ ପଢ଼ିକି ଆସିଥିଲେ ତାଙ୍କୁ ହଠାତ୍ କି ଯେତେବେଳେ ସେମାନେ ନିଜର ମାଧ୍ୟମଟାକୁ ବଦଳେଇକି ଇଂରାଜୀକୁ ଯାଉଛନ୍ତି, ସେମାନେ କିଛି ମାସ ପଛେଇ ଯାଆନ୍ତି। ତାପରେ ପୁଣି ସମସ୍ତଙ୍କ ସହିତ ସେମାନେ ପୁଣି ସମାନ୍ତରାଳ ଭାବରେ ଯାଆନ୍ତି, କିନ୍ତୁ ଯେଉଁ ଆରମ୍ଭରେ 6 ମାସ ଯେଉଁ ପଛେଇ ଯାଆନ୍ତି, ଫଳରେ ସେମାନେ ପ୍ରବେଶିକା ପରୀକ୍ଷା ଦେଉଛନ୍ତି, ସେମାନେ କୃତିତ୍ୱ ହାସଲ କରିପାରୁନାହାନ୍ତି। ତ ଜଣେ ଚିକିତ୍ସକ ହେବାକୁ ଯଦି ଚାହୁଁଥିବେ ତାହେଲେ ତାଙ୍କୁ ଗୋଟେ ଭଲ ହୃଦୟଟେ ଦରକାର। ଗୋଟେ ବୈଦେଶିକ ଭାଷାରେ ଦକ୍ଷତା ସେତେ ଆବଶ୍ୟକ ନୁହେଁ। ଲୋକଙ୍କର ମନକୁ ବୁଝୁଥିବା, କଷ୍ଟକୁ ବୁଝିବା ଦରକାର, ଇଂରାଜୀ ବୁଝିବା ଏତେ ଆବଶ୍ୟକ ନୁହଁ। ତେଣୁକରି ସେମାନେ ପ୍ରଥମେ ଯେଉଁମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଭାଷାରେ ପଢ଼ି ଆସିଛନ୍ତି ସେଇ ଭାଷାରେ ହିଁ ସେମାନେ ତାଙ୍କର ପ୍ରବେଶିକା ପରୀକ୍ଷା ଦେବା ପର୍ଯ୍ୟନ୍ତ, ତାଙ୍କୁ ଯଦି 10 ବର୍ଷ ଯଦି ସେମାନେ ପଢ଼ି ଆସିଲେ ଓଡ଼ିଆରେ, ତାହେଲେ ଆଉ 2 ବର୍ଷ ସେମାନେ ଓଡ଼ିଆରେ ପଢ଼ନ୍ତୁ। ପ୍ରବେଶିକା ପରୀକ୍ଷା ଦେଇସାରିଲା ପରେ ସେମାନେ ପୁଣି ସେମାନଙ୍କର ଯେମିତି ଇଂରାଜୀରେ ପଢ଼ିବା କଥା ସେମିତି ପଢ଼ିବେ। ତ ସେଥିପାଇଁ ଏଇଟା ଉଦ୍ଦେଶ୍ୟରେ ଏଇଟା କରାଯାଇଛି। ଆଉ ଆଶା ବି ଆମେ କରୁଛୁ ଯେ ପିଲାମାନଙ୍କୁ ବହୁତ ସହଜ ହେବ। ଯେଉଁ ପିଲାମାନଙ୍କୁ ହଠାତ୍ କି ଭାଷା ପରିବର୍ତ୍ତନ କରିବାକୁ କଷ୍ଟ ହେଉଛି, ସେମାନେ ତାଙ୍କ ନିଜ ମାତୃଭାଷାରେ ହିଁ ପରୀକ୍ଷା ଦେଇକି କୃତିତ୍ୱ ହାସଲ କରିବେ। ସେ ଖଣ୍ଡ ପ୍ରକାଶ ପାଇବ। ଏଇଟା ହେଉଛି ବିଜ୍ଞାନ ପ୍ରକାଶିତ ହେଲା ଓଡ଼ିଆ ଭାଷାରେ, କିନ୍ତୁ ଓଡ଼ିଆ ଭାଷାର ଗୋଟେ ବିଜ୍ଞାନ ଅଛି, ତାକୁ କୁହାଯାଏ ଭାଷା ବିଜ୍ଞାନ। ସେଇ ବହିଟା ଯେଉଁ ଲିଙ୍ଗୁଇଷ୍ଟିକ୍ସ, ଯେଉଁଟା ଓଡ଼ିଆ ଲିଙ୍ଗୁଇଷ୍ଟିକ୍ସ ଉପରେ ଗୋଟେ ବହି ଅଛି, ସେଟା ଆଗାମୀ ଦିନରେ ପ୍ରକାଶ ପାଇବ। ସୁଶାନ୍ତ କୁମାର ମହାନ୍ତି, ମୁକ୍ତି ସଂଗଠନ ସଭାପତି। ସାଧାରଣ ଭାବରେ ଯଦି ପରିଚୟ ଦେବି, ମୁଁ ସର୍ବନିମ୍ନ ପରିଚୟ ହେଉଛି ମୁଁ ଜଣେ ଭାରତୀୟ। ଆଉ ମୋର ଜନ୍ମମାଟି କହିଲେ ମୁଁ ଉତ୍କଳକୁ ବୁଝିବି। ଗୋଟାଏ କଥା ମୁଁ ଆପଣମାନଙ୍କ ଆଗରେ ଏଇ ସୋସିଆଲ ମିଡ଼ିଆ ଏଇ ଚ୍ୟାନେଲ ମାଧ୍ୟମରେ ମୁଁ ଜଣାଇବାକୁ ଚାହିଁବି। ଅତି ଖୁସିର ବିଷୟ, ନବବର୍ଷର ଗୋଟେ ନୂତନ ଭେଟି ଆମକୁ ଦେଇଛନ୍ତି ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ଜେଷ୍ଟି ମହୋଦୟ। ଆମେ ଜାଣିଛୁ ଯାହା ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ ଏବଂ ଯାହା ରାଜୀବ ଗଙ୍ଗାଧର ମେହେର କହୁଥିଲେ, ମହାମନୀଷୀମାନେ ଯାହା କହନ୍ତି ଯେ ପ୍ରଥମେ ନିଜର ମାତୃଭୂମି ଆଉ ମାତୃଭାଷା ପ୍ରତି ଆମର ମମତା ରହିବାର ଆବଶ୍ୟକତା ଅଛି। ସେଥିପାଇଁ କୁହାଗଲା, ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନ୍ମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଜ୍ଞାନ ରହିବେ କାହିଁ। ଯେତେବେଳେ ବିଦ୍ୟାର୍ଥୀମାନେ ଇଂରାଜୀ ଭାଷାରେ ବା ଗୋଟେ ବୈଦେଶିକ ଭାଷାରେ ପାଠ ପଢ଼ୁଥିଲେ, ମୁଖ୍ୟତଃ ବିଜ୍ଞାନ ଯେଉଁ ଛାତ୍ରଛାତ୍ରୀମାନେ ପଢ଼ୁଥିଲେ, ସେତେବେଳେ ସେ ଇଂରାଜୀ ଭାଷାଟାକୁ ବୁଝିଲା ବେଳକୁ ତାଙ୍କ ପାଇଁ ଗୋଟେ ବୋଝ ହେଉଥିଲା। ଆଜି ସେ ବୋଝ ଆମ ଉପରୁ ହଟେଇ ଦେଇଛନ୍ତି ଏଇ ସ୍ୱାସ୍ଥ୍ୟାଧିକାରୀ ମହାଶୟ ଦେବାଶିଷ ଜେଷ୍ଟି ମହୋଦୟ। ସେ ଆମ ଉତ୍କଳୀୟ ଭାଷାରେ ଜୀବ ବିଜ୍ଞାନକୁ ଅନୁଦିତ କରିଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଅତି ବୋଧଗମ୍ୟ ହେଇପାରିବ। ଏବଂ ଏହାକୁ ପାଠ କରିବା ପରେ, ଦେଖିବା ପରେ ଆମର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଖୁବ୍ ଆପ୍ୟାୟିତ ହେଇ ତାକୁ ଲୋକାର୍ପଣ କରିଛନ୍ତି, ଉନ୍ମୋଚିତ କରିଛନ୍ତି। ଖୁବ୍ ଶୀଘ୍ର ଏହା ପାଠ୍ୟକ୍ରମରେ ସ୍ଥାନିତ ହେଉ ବୋଲି ଆମେ ଆଶା କରୁଛୁ ଏବଂ ନିବେଦନ କରୁଛୁ ସରକାରଙ୍କୁ ପାଠ୍ୟକ୍ରମରେ ସ୍ଥାନିତ ହେଉ, ଯାହାକି ସମଗ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଉପଯୋଗୀ ହେବ ଏବଂ ଆମ ଏହି ଉତ୍କଳ ମାଟିରେ ୟାକୁ ପାଠ କରିବା ପରେ ସୁନ୍ଦର ଭାବରେ ଅନେକ ଜୀବ ବିଜ୍ଞାନୀ ମଧ୍ୟ ନିଶ୍ଚିତ ଆଗକୁ ବଢ଼ିପାରିବେ ଏବଂ ବିଜ୍ଞାନର ବହୁତ ଉନ୍ନତି ସାଧନ। ଧନ୍ୟବାଦ।